ସମୁଦି ହଁ କଣ କହୁଛୁ ସମୁଦି? ତମେ କାହିଁ ରାଗୁଛ କହିଲ ମୁଁ କିଛି ବୁଝିପାରୁନି ତମ କଥା। ରାଗିବୁନି ସମୁଦି। ହଁ? ଆଜି ଏଠି କାଲି ସେଠି ଆମେ କୋଉ ଭରସାରେ ଆପଣଙ୍କ ସାଙ୍ଗରେ ପାଖରେ ରହିବୁ? ରହ ଆମର ରହି ଶୁଣ ସମୁଦି ମୁଁ ତମକୁ ପ୍ରାଞ୍ଜଳ ଭାବରେ ବୁଝଉଛି। ହଁ ବୁଝଉନ କଣ ବୁଝଉଛ? ଆମର ରଙ୍ଗ ଏକ ଚିହ୍ନ ଏକ ଖାଲି ଟିକେ ପାର୍ଟି ଏକର ସେକର ହେଇଛ କୁହନ୍ତୁ। ସେଇ କଥା ସିନା ଚଇତା ପକିରେ ବୁଝିଲେ ହବ। ଓହୋ ତମେ କାହିଁ ସେ କଥା ଚିନ୍ତା କରୁଛ? ର କାହିଁ ଗୋଟେ ଟେଙ୍ଗ ଟେଙ୍ଗ ହଉଛୁ? ମୁଁ ଯେମିତି ତମକୁ ବୁଝଉଛି ତମେ ସେମିତି ତାଙ୍କୁ ବୁଝେଇବ ନା। ଆଉ ସେ ସାରା ଦିଟା ବୁଝିଲେ ସିନା ହବ। ସେ ମନୁଆ ଦିଟା ଆଗ ବୁଝୁଛୁ ଯେ କଥାଟା ତମେ କେମିତି କଣ କରି ତାଙ୍କୁ ଖାପଚାରା ପକେଇ ଦିଅ। ସମୁଦି ହଁ ମୁଁ ଭାବୁଛି କିଛି ପଇସା ପତ୍ର ହେଲେ ତାଙ୍କୁ କଣ ଟିକେ ଇଏ କରନ୍ତି। ପଇସା ତ ପଇସା ବା ଫୋନ ଆସିବାର ଥିଲା କାହିଁ ଆସିନି ଏପର୍ଯ୍ୟନ୍ତ। ଦେଖିଲ କଥା କାଟିଦେଇଛି। କୋଉ କୋଉ ବାହାଇ ଫୋନ ଦେଖିଲେ ପଇସା ପତ୍ର ଦେଖିଲ କିଛି ନହେଲେ ତାଙ୍କୁ ମନେ ହବନି ଜମା। ଆଜ୍ଞା ସାର୍। ହଁ ଆଜ୍ଞା ଆଜ୍ଞା ନମସ୍କାର ସାର୍। ଆଜ୍ଞା ସବୁ ରେଡି। ଆଜ୍ଞା ଆମ ଦଳର ପୁରା ଷ୍ଟ୍ରଙ୍ଗ। ଆଉ ଆମର ଏଇଆ ଖାଲି ଟିକେ ପାର୍ଟି ଟିକେ ଏକର ସେକର ହେଇଯାଇଛନ୍ତି। ର ଟିକେ ସାରଙ୍କ ସାଙ୍ଗରେ କଥା ବାପା ଟିକେ ରହିଲୁ। ଆରେ ଆମର ରଙ୍ଗ ଏକ ଚିହ୍ନ ଏକ ଖାଲି ପାର୍ଟି ଟିକେ ଏକର ସେଥିରେ କଣ ଅଛି? ଆଜ୍ଞା ଆପଣ ଜମା ଟେନସନ ନିଅନ୍ତୁନି। ଦୋଟି ପିଲା ଅଛନ୍ତି କେବଳ ତାକୁ ଖାଲି ଆମ ଦଳରେ ପୁରେଇ ଦେଲା ପରେ ଆମ ଦଳ ପୁରା ଷ୍ଟ୍ରଙ୍ଗ। ଆଉ କଣ? ଆଜ୍ଞା ସେଇ ମୋ ଯୋଉ ଚଇତା ଫକୀରା କଥା କହୁଥିଲି। ହଁ ବା ସେ ଦିଟାକ ପକ୍କା ମନୁଆ ଗୁରାକ କେତେବେଳେ ଗୋଟେ କେଞ୍ଚଟାକୁ ପୁରେଇ ଦେବେ ଯେ ଗଲା ଯୋଉ ତମେ ଏକର ହେଇପାରିବନି କି ସେକର ହେଇପାରିବନି ମଝିରେ ଗଲା ଡୁବୁ ଡୁବୁ ହଉଥିବ। ଆଉ କଣ? ହଁ ବା ମୁଁ ତାକୁ ବ୍ୟସ୍ତ ହଉ ମୁଁ ତାକୁ ଖାତା ଚଲେଇଛି ବ୍ୟବସ୍ଥା ଚଲେଇଛି। ସମୁଦିକି ଆଜି ପଠେଇବି। ମୋ ସମୁଦି ବା ଯୋଉ ବରା ଦୋକାନ କରୁଛନ୍ତି। ହଁ ସମୁଦିକି ଆଜି ଏବେ ପଠଉଛି। ତାଙ୍କୁ କେମିତି କଣ କଥାବାର୍ତ୍ତା କରିକି ଗୋଟେ ତାକୁ ଖାତାରେ ପକେଇବା ନା। ଆଉ ଆମେ କଣ ଢିଲା ଦେବା ଲୋକ? ଆଜ୍ଞା ଆପଣ ସାର୍ କେତେବେଳେ ପଇସାଟା ପଠେଇବେ ଟିକେ କହିଲେ? ଆଜ୍ଞା ଆଜି ପଠେଇବେ ସନ୍ଧ୍ୟା ବେଳେ? ଓ ହଁ ହଉ ମୁଁ ବା ସେଇଆକୁ ଅପେକ୍ଷା କରିଛି। ଆଜ୍ଞା ଆପଣ ପଇସା ପଠେଇଲେ ମୁଁ ଆଡେ ପୁରା ବିଛେଇ ଦେବି ପୁରା। କାହିଁ ଆପଣ ବ୍ୟସ୍ତ ହଉଛନ୍ତି? ପୁରା ଦଳ ଆମର ପୁରା ଏଥରକ ଉଠିବ ପୁରା। ଆଜ୍ଞା ଆପଣ ଆସିବେ ସନ୍ଧ୍ୟା ବେଳକୁ ନା ଆମର ସେ ଯୋଉ ପୁତୁରା ଯୋଉ ରଘୁଆଟାକୁ ପଠେଇଦେବି? କଣ କହିଲେ ଆପଣ ଆସିବେ? ନାଇଁ ସାର୍ ଆପଣ କାହିଁ ଏତେ ବାଟ ଆସିବେ? ଦୂର ବାଟରୁ ଏତେ ବାଟ ପଇସା ପତ୍ର ଏତେ ଗୁରା ପଇସା ନେଇକି ଆସିବେ? ଆଜିକାଲି ବେଳ କାଳ ଯାହା ହେଲାଣି। ମୁଁ ରଘୁଆକୁ ଆଜି ସନ୍ଧ୍ୟା ବେଳକୁ ପଠେଇ ଦଉଛି। ଆଜ୍ଞା ଆଜ୍ଞା ତାକୁ ଫୋନ ପେ ରେ ଦେବେ ନା କ୍ୟାସ୍ ଦେବେ? କ୍ୟାସ୍ ଦେବେ? ଆଚ୍ଛା ଠିକ ଅଛି। ଆଉ ବ୍ୟାଙ୍କ ଫ୍ୟାଙ୍କ ଯିବାକୁ ପଡିବନି। ଆଉ ରେଡି। ଆଉ କଣ? ଆଜ୍ଞା ଆଜ୍ଞା ରହୁଛି ଆଜ୍ଞା ନମସ୍କାର। ଆପଣ ଜମା ଚିନ୍ତା କରନ୍ତୁ। ନମସ୍କାର। ହଁ ଆଉ ପଇସାଟା ଆଇଲି ହଁ ଚଇତା ପକିରା କତିକି ଯାଇକି ହଁ ତାଙ୍କୁ ଟିକେ ବୁଝେଇବା। ଆଉ କଣ କରିବା? ତମେ ଜମା ବ୍ୟସ୍ତ ହୁଅନି ସମୁଦି। ହଁ ଥଣ୍ଡା ଟିକେ ଆଣିକି ଚାଲୁ ତମେ ଆଗ ଥଣ୍ଡା ପିଇଲ। ଥଣ୍ଡା ବା ଆଡେ ମୁଣ୍ଡ ଶୁଣ ଜମା ଚିନ୍ତା କରନି। ଥଣ୍ଡା ପିଇକି ଆଗ କୁଲ ହୁଅ ମୁଣ୍ଡ ଥଣ୍ଡା ହଉ। ପିଇବା ଥଣ୍ଡା। ଏଥରକ କିନ୍ତୁ ପଇସା ଯୋଉ ଆସିବନି ମୁଁ ଏଥର ଟଙ୍କାଟା ଧରିବିନି କି ଖାଇବି। ସବୁ ଦାୟିତ୍ୱ ମୁଁ ତମକୁ ଦେବି। ମୁଁ ବୁଝିଲି ଯେ ସେଇ ଦିଟା ଟୋକାଙ୍କ କଥା ଟିକେ ବୁଝିବାର ଅଛି। ତମେ କେମିତି କଣ କରିକି ଗୋଟେ କାମ କରୁନ ଛକ ଆଡେ ଡାକିକି ନଉନ। ଅବିକା ତ ଖରା ବେଳଟା କେହି ନଥିବେ। ତାକୁ ଏତିକି ବେଳୁଆ ଡାକିକି ମାଲ ଫାଲ ପେଇକିନା ଗୁଡା ପକେଇଦବା ଖାଞ୍ଚାରେ। ଆଉ କଣ? ହଁ ଟିକେ ଖରା ବେଳିଆ ବିଅର ଟିକେ ଦେଇଦେବା। ଏବେ ଚାଲ ଛକର ବାଟ ନେଇଯିବା ତାଙ୍କୁ। ପଇସା ପତ୍ର ଅଛି ପାଖରେ ନା କଣ କରିବା? ପଇସା ହଇ ଶୁଣ ସମୁଦି ମତେ କଣ ଭାବା ସଙ୍ଗୀ ଏତେ ଛୋଟ ତମେ ଭାବି? ମୁଁ ତ ଭାବିନି କେବେ। ଆଉ ସେଇ କଥା କହିବା କଥା ତାଙ୍କୁ ବର୍ତ୍ତମାନ ଖରା ବେଳେ ତେଣୁକରି ଟିକେ ଥଣ୍ଡା ଫଣ୍ଡା ଦେଇକି ତାଙ୍କୁ ଚାଲ ଦେଖିବା ବାବା ଯାଉ କି? ହଁ ହଁ ତମ ଭିତରେ ଇଏ କରେ ସେ ଚଇତା ପକିରାକୁ ଥଣ୍ଡା ଫଣ୍ଡା ଦେଇକି ସେ ବନେଇ ଦବ। ଆଉ ଏଠି ସବୁ ଇଏ ସବୁ ରହିଲେ ତମେ ଏମିତି ଅବୁଝା ହଉଛ? ଗୋଟେ ପୁରୁଖା ଲୋକ ହେଇକି ଏମିତି ଅବୁଝାରେ ଚଇତା ଫକିରାକୁ କିଛି ନାହିଁ ଦେଲ ଦିଦି ଭାଇ ତମର କଣ ଦରକାର କହିଲ? କଣ ଦରକାର? ଆରେ ନାଇଁ ମୋ କହିବା କଥା ଆମର ଯୋଉ ଛାତ୍ର ସବୁ ଅଛନ୍ତି ତାଙ୍କ କଥା ଆଗେ ବୁଝ। ସମୁଦି ତମେ ଦେଲ ବର୍ତ୍ତମାନ ଛାତ୍ର ଯୋଉ ଆମର ନୂଆ ଭୋଟର ସବୁ ପାଇଛନ୍ତି ସେ ବ୍ୟବସ୍ଥା ମୁଁ କରୁଛି। ଧର 500 ମାଲ ଫାଲ ପିଇକି ଆଜି ଉଡ। ସେ ଛାତ୍ର କଣ ମାଲ ପିଇବେ?
ଓହୋ ତମ ଖର୍ଚ୍ଚ ମୁଁ ଏଇଟା ମୁଁ ନା, ତମକୁ ନା, ଦଉଛି। ମୋ ଖର୍ଚ୍ଚ କଣ ମୋ କହିବା କଥା ଯୋଉ ଛାତ୍ର ଶ୍ରେଣୀର ଆମ ଗାଁରେ ସବୁ ଅଛନ୍ତି ସେମାନଙ୍କୁ ଆଗ ବୁଝିବା ପରେ କଥା। ତାଙ୍କ କଥା ପରେ ବୁଝା ହବ ବର୍ତ୍ତମାନ ତମେ ଯାହା କରିବା କଥା ଦେଲ କର। ଟିକେ ଥଣ୍ଡା ଥଣ୍ଡା ମୁଁ ତ ଥଣ୍ଡା ପିଇବି ହଁ ହେଲା ପିଅ ଥଣ୍ଡା। କିନ୍ତୁ ସେ ଆଗେ ଛାତ୍ରଙ୍କୁ ଦେଖ ସେମାନଙ୍କ ପାଇଁ ଆମେ ଭୋଟ ପାଇବା ହଁ କିନ୍ତୁ ତମେ ଚଇତା ଫକୀରାକୁ ଧରିକି ତମକୁ ଭୋଟ ଆମେ ଇଏ କରିପାରିବା କିନ୍ତୁ ଚଇତା ଫକୀରାକୁ ନିଶ୍ଚିତ ଇଏ କରିବେ ଚଇତା ଫକୀରାକୁ ନ ଧଇଲେ ଆମର କିଛି ହେଇପାରିବନି। ହେଇପାରିବନି କିନ୍ତୁ ତାଙ୍କୁ ଏକୁଟିଆ ଡାକି ନେଇ ତାଙ୍କ ପାଇଁ ଗୋଟେ ଇଏ କରିକି ବସିବା। ତମେ ବ୍ୟସ୍ତ ହୁଅ, ସେ ତମେ ଖାଲି ଦିଟା ବା ସବୁବେଳେ କେଞ୍ଚ ସେ ପୁରେଇବେ ମୋ କଥା ମାନିବେ ଜମା ସେ କେଞ୍ଚ ପୁରେଇବେ ଖାଲି। ନାଇଁ ମୋ କଥା ତମେ ମାନିବେ ମାନିବେ ଆଉ ଆସିଲ ମୁଁ ଯିବା। ବା କହୁଛି ହଉ ଏଇଟା ଯିବା। ବାଗ, ଏଇଟା ବାଗ ଅଣ୍ଟାରେ। ହଉ ନାଇଁ ଅଣ୍ଟାରେ ଚାଲ ଛକକୁ ଯିବା, ହଉ ଛକକୁ ହଉ ଯିବା। ସେ ମାନିବେ ନିଶ୍ଚିତ ସେ ପିଲା ଖରାପ ନୁହେଁ ସେ ମାନିବେ ରଖ, ପଇସା ରଖ, ହଉ, ପଇସା ହଉ, ରଖ। ଧରିକି ନେଇକି ଯିବା। ଇଏ ଗୋଟେ ଯେହେତୁ ଗୋଟେ ପୁରୁଖା ଲୋକ ଗୋଟା ଗାଁର ଗୋଟେ ପୁରୁଖା ଚାଲ। ଲୋକ। ଚାଲ। ଆରେ ଇଏ କାହିଁ ସେ ଏ, ସିଏ ହଉ। ଆରେ ଚଇତା ଫକୀରା ତମେ ଏଇଠି ବଇଛ ଆଉ ମୁଁ ତମକୁ ଖୋଜୁଛି କେତେ ଆଡେ ଜାଣିଲୁ ଫକୀରା ପୋଖରୀଟା ନତାଡ଼ିଲେ ପାଣି ରହିବନି ହେଲା ତମେ ମାଛ ଦିଟାକ ବଢିବା। ଏଇଠି ବସିଛ ମୁଁ ବିଲ ବାଡି ଚାରିଆଡେ ଖୋଜି ଖୋଜି ଆଇଲିଣି। କଣ ପାଇଁ କରୁଥିଲ ଆରେ ସେ ସମୁଦି କଥା କଣ କରିବା ହଇ ସମୁଦି ଫୋନ କଲେ ନା କଣ ରୁହ ମୁଁ କଥା ହେଇସାର ସମୁଦି ସାଙ୍ଗେ। ହ୍ୟାଲୋ ସମୁଦି ହଁ ଦିଟାଙ୍କୁ ଖୋଜି ଖୋଜି ପାଇଲି ଏଇ ପୋଖରୀ କୂଳରେ ବଇଛନ୍ତି। ହଉ ହଉ ଆମେ ଯାଇ ପହଞ୍ଚୁ। ହଁ ଶୀଘ୍ର ଆସ ହଁ ହଉ ସମୁଦି ଆସନ୍ତି କଥା ବସ ହେଇଯିବା। ବସ କଣ ହେଇଛି ବୁଝିଲ? କଣ ଆରେ ସେ ସମୁଦି କଣ କହୁଥିଲେ ଟିକେ ସେ ତମର ମଉସା ଆଜି କାହିଁ ଦୋକାନ ଖୋଲି ନଥିଲ ସକାଳୁ ଏ ସମୁଦି ଟା ଦୋକାନ ଖୋଲେଇ ଦଉନାହାନ୍ତି କାହିଁକି କହୁଛନ୍ତି ଟିକେ ଚାଲେ ସେ ଚଇତା ଫକୀରା କତିକି ଟିକେ ତାକୁ ବୁଝାବୁଝି କଣ କେମିତି କରିବା। ବୁଝାବୁଝି କଣ ଦାଦା ନମସ୍କାର ହଁ ନମସ୍କାର ନମସ୍କାର। କଣ କହୁଥିଲ ବସ ବସ କଣ କହୁଥିଲ ନାଇଁ ମୁଁ କହୁଥିଲି କଣ ସେଇ ତ ଗୋଟାଏ କଥା ଅବିକା ଇଲେକ୍ସନ ଘଡି ବୁଝିପାରୁଛ ଆଜ୍ଞା ଆଉ ତମକୁ ସେଇ ସକାଶେ ମୁଁ କହୁଥିଲି ତମେ ଟିକେ ଆମ ସାଙ୍ଗରେ ରହିବ ଟିକେ ଆମ କଥା ବୁଝାବୁଝି କରିବ ଏ ବର୍ଷ ଆଉ କଣ। ଟେଙ୍ଗେ ଟେଙ୍ଗେ ଏଇଟା କିଏ କୋଉଠୁ ଏ, ଆଇଛି କାଇଁ ଆମେ ଯାଉଛୁ ବ ଏଇଠି ବ ସିଏ ମୋର ରହୁଛି ଗୋଟେ ନୂଆ ପିଲା ଗୋଟେ ମୋ ପାଖରେ ରହୁଛି। ତମେ ତ ଗାଁରେ ଅଧା ଯୁବକ ଗୁରାଙ୍କୁ ନଷ୍ଟ କରିସାରିଲଣି ଓହୋ ଆମର ଆଉ କଣ ସେ ବଳ ବୟସ ଅଛି ତମ ଭଳିଆ ଯୁବକ ମାନେ ରହିଲେ ସବୁ ରାଜନୀତିରେ ଦେଶ କେତେ ଆଗକୁ ଯିବ ଜାଣିପାରୁଛ ନା ନାଇଁ। ହଁ ଏମିତି ବା କରିକି ଆମରି ଭଳିଆ ଯୁବକ ମାନଙ୍କୁ ତମର ସାଥିରେ ମିଶେଇକିରି ଆଜି ଦେଶର 83% ଯୁବକ ବେକାରୀ ମାନେ ଶିକ୍ଷିତ ଯୁବକ ମୂର୍ଖ ଆଜି ନୁହେଁ। ତମେ ପେପର ପଢୁନ ବୋଧେ ଓହୋ ତମେ ଖାଲି ସବୁ ଆଡକୁ ଖାଲି ମୋରି ଆଡକୁ ଖାଲି ମାଡି ଯାଉଛ। ଏଇଟା କିଏ ଏଇଟା ସିଏ ଗୋଟେ ବାପା ଧରା ହେଇକି ଆଇଛି ସେଇ ପୁରୁଣା କଥାକୁ ଧଇଲେ ଚଇତା ଫକୀରା ପୁରୁଣା କଥା ନୂଆ କଥା ଏଠି କିଛି ଆଲୋଚନା ହଉନି ଆମେ ତ। କୌଣସି ଦଳ ନେତା ରାଜନୀତିରେ ତ ଆମେ ନାହୁଁ ଆମକୁ କାହିଁ ତମେ ଟାଣିକି ପୁରଉଛ ତମର ଗାଁରେ କୋଉଠି ଗୋଟେ ଠାକୁର କାମ ହବ କି ମନ୍ଦିର ହବ କି ସ୍କୁଲ ହବ ସେଗୁଡା କହିବ ଆମେ 5-25 କୋଉଠୁ ଆଦା କରି କାହାକୁ ଭିକ ଭିକ ମାଗିକି ଆଣିକି ଦେଇପାରିବୁ ରାଜନୀତିରେ ଆମର ଚାନ୍ସ ନାହିଁ ରହିବାର କାହିଁ କେମିତି ଦଉଛ ଏଇ ନାଇଁ ନାଇଁ ମାମୁଁ ମତେ କ୍ଷମା କର ନା ଆମକୁ ନା ମାଫ ଭାଇ ନା ଚାଲ ଟିକେ ଛକ ଚାଲ ନାଇଁ। ତୁ କଣ ଆମକୁ ତ ଏ ଉପରେ ଦଉଛୁ ଚାଲ ଚାଲ ଆମ ଦେଖିବା। ସମୁଦି କଥା ଚାଲ। ସମୁଦି କଥା ଆମେ ଶୁଣ ଆମେ ରାଜନୀତିରେ ରହିବାର ନାହିଁ କି ରାଜନୀତିରେ ଆମେ ଆଗରୁ ନଥିଲୁ କି ଆମ ବଂଶଧର କେହି ନାହାନ୍ତି କି ଆମର କେହି ଦରକାର ନାହିଁ ରାଜନୀତିରେ ଆମର ପଶିକି ଆମ ଜୀବନକୁ ବର୍ବାଦ କରିବା ଦରକାର ଆମକୁ ନାହିଁ। ଆମେ ବରଂ ମୂଲ ନାଗି ଖାଇବୁ ରାଜନୀତି ଆଡକୁ ଆମେ ଯିବୁ ନାହିଁ ନାଇଁ ଯୋଉ ଚଇତା ଗୋଟେ କଥା କହିବି ମୁଁ ସମୁଦି ପଛରେ ଗୋଡେଇ ଗୋଡେଇ ମତେ ବରା ଦୋକାନଟା କରିଦେଲେ ନା ନାଇଁ ଧର ଆଉ ତମେ ସେଠି ନ ଖୋଲିକି ଏଠି କାହିଁ ବୁଲୁଛ? ରୁହ ତମେ ଆଗ ଆଣିଛ ନା ନାଇଁ ଟେଙ୍ଗେ ଟେଙ୍ଗେ କଣ ହେଇଛି ହାଟ ମଝିରେ ଭମେଇକା ସେଟା ଛକରେ ଥୋଇ ଦିଏ ଚାଲ ଛକକୁ ନେଇଯିବା ଚାଲ। ନାଇଁ 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 ଆମର ଛକକୁ ସେଗୁଡା ନାହିଁ। ନେଇଯିବ ହଁ ଛକକୁ କଣ ଚାଲ ଜବରଦସ୍ତି ଜବରଦସ୍ତି କୋଉ କଣ ପଇସା? ଭାବିଛ କି ଆମକୁ କଣ ପଇସା କହିବି ତମେ ଟିକେ କାଇଁ ବ୍ୟସ୍ତ ମାମୁଁ ହଉଛ ମାମୁଁ ତା ମା କେତେ ମାନେ ତମର କାକୁତି ବିନୋଦ ଦେଇ ପଠେଇଥିଲା ଯେ ପୁତୁରାଟାକୁ ଟିକେ ଭଲ ମଣିଷ କରିଦିଅ ତାକୁ କଣ କରିଲ ତାକୁ ଆଣିକି ବୁଲେଇ ବୁଲେଇ ତା ଗୋଟେ କମ୍ପାନୀରେ କୋଉଠି ରଖିଦଉନା 4,000-5,000 ଦରମା ପାଇଲେ ବି ତା ପେଟ ବସିବ ସମେତ କହୁଛନ୍ତି ରାଜନୀତିକ ଯୁବକ ମାନେ ଆସିବା ଠିକ କିନ୍ତୁ ଏ ପରିସ୍ଥିତିରେ ଆସିବା ମୁଁ ତ ଭାବୁଛି ଠିକ ନୁହେଁ ଆଚ୍ଛା ଇଲେକ୍ସନ ତମେ ଯୁବକ ସମାଜକୁ ପଥଭ୍ରଷ୍ଟ କରୁଛ ତମରି ଭଳି ନେତା ମାନେ ତମେ ମାନେ ଚାହୁଁଛ ଏଇ ଯୁବକ ସମାଜ ଏମିତି ମୂର୍ଖ ଥାଆନ୍ତୁ ଆଗକୁ ନ ଯାଆନ୍ତୁ ଆମକୁ ଖାଲି ଭୋଟ ଦିଅନ୍ତୁ 500,000 ନେଇକିରି
ତମେ ତ ଦି ଜଣ ଖାଲି ଏଇ କଥା କହିବ ନାଇଁ, ଏଇ କଥା କହିବ ନା କଣ କିନ୍ତୁ ଆମ ସମିତି କଥା ଟିକେ ବୁଝିବେନି କିଛି ଆମେ କାହା ତମେ ବୁଝିଲ ତମ ସମିତି କଥା ଆମ ପାଖକୁ କାହିଁକି ଖାଲି ଆଉଛ ଯୁବକ ସମାଜ ଦେଖେଇବ ତମେ ନାଇଁ ଯୁବକ ସମାଜକୁ ତମେ ମାନେ ହିଁ ପଥଭ୍ରଷ୍ଟ କରୁଛ ତମ ମାନଙ୍କୁ ଆମେ ହାତ ଯୋଡୁଛୁ କହୁଛୁ କେବେ ବି ଯୁବକ ସମାଜକୁ ଏମିତି ପଥଭ୍ରଷ୍ଟ କର ନାହିଁ ଆଉ ତମ ଦି ଜଣ ନ ଧଇଲେ ଆମେ କିଛି କରିପାରିବୁ ଆମକୁ ଧରନି ଆମେ ଶୋଇପଡିବୁ ଘରେ ଆମର କୁଆଡେ ଯିବାର ନାଇଁ ନାହିଁ ମ, ସେମିତି ତମେ ଅବୁଝା ହେଲେ ହବ ଏ ସମୟରେ ନାଇଁ, ଏ ନାଇଁ। ସମୟରେ ବର୍ତ୍ତମାନ ତମେ ଏମିତି ହେଲେ ହବ ଆଉ ତମେ ଦି ଜଣ ନ ଗଲେ କିଛି ହେଇପାରିବନି ପିଇସା ଆମେ ତମ କତିକି ଆଇଛୁ ଭାଇ। ପିଇସା କବିରା, କହୁନ ଦି ଜଣ ମୁଁ ଯାଉଛି ମତେ ଆଉ ଏଠି ପୁରାନି ମୁଁ କୋଉ ରହିବି ନା କଣ ତୁ ଆବେ, ମୋ ହେ। କଥା ଜାଣିନୁ ତମେ ଦିଟା ତ କହୁଛ ପଳେଇଯିବ ଏ ଯୋଉ ଭିଡିଓ ଯୋଉ ଅବିକା ଦେଖିବେ ସେମାନେ ଯଦି ଆମ ରାଜନୀତି ଉପରେ ଯୋଉ ଭିଡିଓ ଯଦି ଫ୍ୟାନ୍ ଫଲୋର୍ସ ଯଦି ଆମର ଅବିକା କଟିଯିବେ କାଇଁ ମୁଁ ତ ସବୁବେଳେ କହିଛି ରାଜନୀତି ଲୋକ ମୋ ଭିଡିଓ ଦେଖନି କି ଆମ ଟିମ ର ଭିଡିଓ ଦେଖନି ରାଜନୀତି ଲୋକ ଆମରି ଭଳିଆ ସ୍ୱାଧୀନ ଚିନ୍ତାଧାରାର ଲୋକ ଆମ ଭିଡିଓ ଦେଖ ମାନେ ଯଦି କିଏ ଦେଖୁଛ ବି ରାଜନୈତିକ ଲୋକ ତେବେ ଆମକୁ ଅନଫଲୋ କରିକି ପଳାଅ କିଛି ଦରକାର ନାହିଁ ଆମେ କଣ ଆଦେହରେ ପରିବାର ବସୁଛୁ ପରିବାର ବସୁଛୁ ମାମୁଁ ତମେ ନ କହି ବହୁତ ବଡ ବଡ କଥା କହୁଛ ବେଳେ ବେଳେ। ଆମକୁ ଯୁଆଡୁ ପେନ୍ଦି ପାନ୍ଦିକି ସେ ସେଇଠି ପୁରେଇ ଦେବାର ଚେଷ୍ଟା ଚଲେଇଛନ୍ତି ଆମର ଏଇ ଗୋଟେ ଇଜ୍ଜତ କଥା ନାଇଁ, ନାଇଁ। ତମ ଇଜ୍ଜତ କଣ ଆମେ ନେଇଗଲୁ ନା ତେଣୁକରି ତମେ ଦି ତମେ ଆମକୁ ପଥଭ୍ରଷ୍ଟ କାହାକୁ କର ଧରିବୁ ନାଇଁ ତମେ କାହାକୁ ଧରିବା କଥା ଧର ତମେ ତ ଏମିତି ହଜାର ଲୋକଙ୍କୁ ପଥଭ୍ରଷ୍ଟ କରିସାରିଲଣି ଯାହା ହେଇଛି ହେଇଛି ରୁଆ ପାଟି କର ନା କଣ କହୁଛନ୍ତି ତାଙ୍କୁ ସନ୍ଧ୍ୟାବେଳେ ଯାକେ ଟିକେ ଥଣ୍ଡା ହୁଅନ୍ତୁ ସିଏ। ଆସ ଆମେ ଯିବା ପିଇସା ଏମାନଙ୍କୁ ଯିବାନି ଛକକୁ ନାଇଁ ଆମେ ଯିବା ତୁ ଯା ଚାଲି ଆଇଲେ ତମ ସାହସ କେମିତି ହେଲା ଆମକୁ ରାଜନୀତି ବିଷୟରେ ଆମକୁ ଟାଣିକି ପୁରା ଗଲ ତମେ ଯାଅ ତମେ ଦିଟା ଏଇଟା ଅବୁଝା ବୋଲି ଆମେ ଯା ତମେ ଗଲ ଫକୀର ଭାଇ ଯୋଉ କଥା କହିବ ରାଜନୀତି ବିଷୟରେ ଆମ ଆଗରେ ଗଜର ଆସ ହବନି ଆସ ଟିକେ ଆସ ଛକ ଯାଇକି ଆସ ଭାଇ ତମେ ଗଲ ମଉସା ତମେ ଗଲ ତମ ଦୋକାନ ଖୋଲିବ ନା ଦୋକାନଟା ଖୋଲିବି ଟିକେ ଯାହା ବି ସମୁଦି କଥା ବା ଆମର ଯାଅ ଆରେ ଆଜି ବିଦ୍ୟା ଆଜ ସକାଳୁ ମତେ ଫୋନ କଲା ଏମାନେ କୁଆଡେ ତା ଦୋକାନ ପାଖରେ ବସି କଥା ହଉଛନ୍ତି ଯେ ଆମର ଦଳ ଏକ ଚିହ୍ନ ଏକ ରଙ୍ଗ ଏକ ଖାଲି ଆମର ପ୍ରାର୍ଥୀ ଏପଟ ସେପଟ ହଉଛନ୍ତି ନା ଆଉ ହଁ କେତେ ଭେଳିକିରେ ମାନେ ସବୁ ମାନେ କଥା ସିଏ ତାଙ୍କ ଭିତରେ ସଲାସୁତରା ହଉଛନ୍ତି ହଁ ସେମାନେ ତାଙ୍କ ଭିତରେ ବନ୍ଧୁ ବାନ୍ଧବ ଭାଇ ଦାଦା ପୁତୁରା ହଉଛନ୍ତି ନେତା ମାନେ ହଁ ଆମରି ଭଳିଆ ଯୁବକ ଗୋଷ୍ଠୀ ତାଙ୍କ ଭିତରେ ମାର ଫୌଜଦାରୀ ହେଇ ହଁ ଇଏ କିଏ କୋର୍ଟକୁ ଗଲାଣି କିଏ କୋଉଠି ଥାନାକୁ ଗଲାଣି ତେଣୁକରି ହାତ ଯୋଡିକି ଆମର ଅନୁରୋଧ ଯୋଉମାନେ ମୋ ଚିନ୍ତାଧାରାର ଆମ ଟିମ୍ ଚିନ୍ତାଧାରାର ପିଲା ଆମ ଭଳିଆ ରୁହ ଭାଇ ରାଜନୀତିରୁ ଦୂରେଇକି ରୁହ ବରଂ ଯାଇକି କୋଉଠି କାମ କରିକି 150 ରୋଜଗାର କର ସେଥିରେ ଆନନ୍ଦରେ ରହିବ ଏଥିରେ ପେଟ ବସିବନି ଆଉ ଏମାନେ ନିଜ ଗୋଡ ନିଜେ ହିଁ ହଳଦିଆ ଦେଖିବେ ତାଙ୍କରି ପିଇସା ସେମାନେ ସମସ୍ତେ ଭଣଜା ଯେତିକ ରାଜନେତା ଆମେ ଏତିକି ବୁଝିଲୁ ଯେତିକ ରାଜନେତା ସେମାନେ ହଉଛନ୍ତି ବଣି ଚଢେଇ ବୁଝିଗଲା ସେମାନେ ନିଜ ଗୋଡ ସବୁବେଳେ ହଳଦିଆ ଦେଖିବେ ଏଇଭଳିଆ ଚୁଟିଆ ସେଇଟା କୁଜି ନେତା ମାନେ ଆମ ସମାଜକୁ ପଥଭ୍ରଷ୍ଟ କରୁଛନ୍ତି ଆଉ ବାବା ସ୍ୱାଇଁ ଭଳିଆ ଲୋକଠାରୁ ଆପଣ ସବୁବେଳେ ଦୂରେଇକି ରୁହନ୍ତୁ ପଇସା ସିଏ କିଣା ଲକ୍ଷ ଲକ୍ଷ ଟଙ୍କା ଖାଇ ଚାଲିଯିବ ଭାଇମାନେ ସବୁ 500,000 ଦେଇକି ଭଣ୍ଡେଇ ଦବ ଆପଣଙ୍କ ଏରିଆରେ ଯଦି ଏଇଭଳି କିଛି ନେତା ଅଛନ୍ତି ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।